ବର୍ତ୍ତମାନ ସମୟରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ତରଫରୁ ୱେଷ୍ଟେଡ୍ 2024 ଏକ୍ଜାମିନେସନ୍ ପାଇଁ ନୋଟିଫିକେସନ୍ ଆସିଛି। ଯେଉଁମାନେ ହାଇସ୍କୁଲ ଟିଚର ହେବେ ସେମାନେ ୱେଷ୍ଟେଡ୍ ଏକ୍ଜାମିନେସନ୍ କ୍ୱାଲିଫାଏ କରିବାକୁ ପଡ଼ିଥାଏ, ଅଲରେଡ଼ି ସମସ୍ତେ ଜାଣିଥିବ। ବର୍ତ୍ତମାନ 2024 ମସିହାରେ ୱେଷ୍ଟେଡ୍ ଏକ୍ଜାମିନେସନ୍ର ନୋଟିଫିକେସନ୍ ଆସିଛି। ଏଥିପାଇଁ କେଉଁମାନେ ଆବେଦନ କରିବେ, ଯେମିତି ହିନ୍ଦୀ, ସାଂସ୍କ୍ରିଟ ଏବଂ ଏହା ସହିତ କମର୍ସ ପିଲାଙ୍କୁ ନେଇ କନଫ୍ୟୁଜନ୍ ଯେଉଁ ବହୁତ ସମୟ ଥାଏ ତାହା ମଧ୍ୟ ଡିଟେଲ୍ସ ଆମେ ଆଲୋଚନା କରିବା। କେତେ ମାର୍କ ରଖିଲେ କ୍ୱାଲିଫାଏ, କ୍ୱେଶ୍ଚନ୍ କେଉଁ ଲାଙ୍ଗୁଏଜରେ ଆସିବ, ସିଲାବସ୍ କ'ଣ ରହିବ ଏବଂ ଡିଟେଲ୍ସ ଇନଫର୍ମେସନ୍ ଏଇ ଗୋଟିଏ ଭିଡ଼ିଓରେ ଆପଣମାନେ ଜାଣିପାରିବେ। ଏବଂ ନିଶ୍ଚିନ୍ତ ଭାବରେ ଯଦି ଆମ ଚ୍ୟାନେଲରେ ନୂଆ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆପଣମାନେ ଜାଣିଛନ୍ତି ପ୍ରତ୍ୟେକ ବର୍ଷ ଥରେ ଯେଉଁଟାକି ଆପଣଙ୍କର ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ୱେଷ୍ଟେଡ୍ ଏକ୍ଜାମିନେସନ୍ କରିଥାଏ। ବର୍ତ୍ତମାନ 2024 ମସିହାର ନୋଟିଫିକେସନ୍ ଆସିଯାଇଛି, ଯାହାର କି ଅନଲାଇନ୍ ଆବେଦନ ହେବ ନଭେମ୍ବର 19 ତାରିଖରୁ ଆରମ୍ଭ ହେଉଛି, ଯେଉଁଟାକି ଆଜିର ଦିନରେ, ଏବଂ ଏହାର ଲାଷ୍ଟ ଡେଟ୍ ରହୁଛି ଆପଣଙ୍କର ନଭେମ୍ବର 30 ତାରିଖ। ମାତ୍ର ଆପଣଙ୍କୁ 10 ଦିନ ସମୟ ମଧ୍ୟରେ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ ଏବଂ ନିଶ୍ଚିନ୍ତ ଭାବରେ ଆପଣ 30 ତାରିଖ ସୁଦ୍ଧା ଯଦି ଆପଣ ନିଜର ପେମେଣ୍ଟ ଡିପୋଜିଟ୍ କରିଥିବେ, ଆପଣଙ୍କର ଡିସେମ୍ବର 1 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆପଣ ଚାହିଁଲେ ନିଜର ଆପ୍ଲିକେସନ୍ ଫର୍ମକୁ ସବମିଶନ୍ କରିପାରିବେ ଏବଂ ସମସ୍ତ ଅନଲାଇନ୍ କାର୍ଯ୍ୟ ଆପଣଙ୍କର bscodisha.ac.in ୱେବସାଇଟ୍ରେ କରାଯିବ ଏବଂ ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ ପ୍ରକ୍ରିୟାରେ ଆପଣଙ୍କର ଆପ୍ଲିକେସନ୍ ଫର୍ମଟିକୁ ଆପଣଙ୍କୁ ସବମିଶନ୍ କରିବା ପାଇଁ ପଡ଼ିବ। ଦେଖନ୍ତୁ, ମନେ ରଖନ୍ତୁ, ଏଥର ଆପଣଙ୍କର ୱେବସାଇଟ୍ର ଯେଉଁ ଆପ୍ଲିକେସନ୍ ଫିସ୍ ରହିଛି, ଯେଉଁଟାକି ଆପଣଙ୍କର ଯେଉଁମାନେ ରହିଛନ୍ତି ଜେନେରାଲ ଏବଂ SC/BC କ୍ୟାଣ୍ଡିଡେଟ୍ସ ଅଛନ୍ତି ସେମାନଙ୍କର ଆପ୍ଲିକେସନ୍ ଫି 900 ଟଙ୍କା ରଖାଯାଇଛି ଏବଂ ଯେଉଁମାନେ ଆପଣଙ୍କର SC/ST କ୍ୟାଟାଗୋରୀ ରହିଛନ୍ତି ସେମାନଙ୍କର ଆପ୍ଲିକେସନ୍ ଫି 600 ଟଙ୍କା ରଖାଯାଇଛି। ଏଇଟା ଆପଣଙ୍କର ଆପ୍ଲିକେସନ୍ ଫି, ଯେଉଁଟାକି ବହୁତ ବଡ଼ ଆମାଉଣ୍ଟ, କାହିଁକିନା ଆଗରୁ ବହୁତ କମ୍ ଥିଲା ଆପ୍ଲିକେସନ୍ ଫି, ତାହା ବର୍ତ୍ତମାନ ସମୟରେ ବଢ଼େଇ ଦିଆଯାଇଛି। ଦେଖନ୍ତୁ, ବର୍ତ୍ତମାନ ଆମେ ଦେଖିବା ୱେଷ୍ଟେଡ୍ ଏକ୍ଜାମିନେସନ୍ର ଡିଟେଲ୍ସ ଗାଇଡ଼ଲାଇନ୍ ଏବଂ ଏଇ ଯେଉଁ ଆପଣଙ୍କର ରହିଛି ଅନଲାଇନ୍ ଆପ୍ଲିକେସନ୍ ଫର୍ମ, କେବଳ ଅନଲାଇନ୍ ମାଧ୍ୟମରେ ହିଁ ଆବେଦନ କରିବା ପାଇଁ ପଡ଼ିବ, ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ନାହିଁ। ଏବଂ ଏଥିପାଇଁ ଯେଉଁ ଯୋଗ୍ୟତା ରହିଛି, ନର୍ମାଲ ଯୋଗ୍ୟତା ଗୋଟେ ମନେ ରଖନ୍ତୁ ରହିଛି, ଯେଉଁଟାକି ଆପଣଙ୍କର ଓଡ଼ିଆ କ୍ୱାଲିଫିକେସନ୍, ଯେଉଁଟାକି ଆପଣଙ୍କର ଆଇଦର ମେଟ୍ରିକୁଲେସନ୍ରେ କିମ୍ବା +2ରେ କିମ୍ବା ଆପଣଙ୍କର ହାଇସ୍କୁଲ ଷ୍ଟାଣ୍ଡାର୍ଡ ଏକ୍ଜାମିନେସନ୍ରେ ଓଡ଼ିଆ ସବଜେକ୍ଟ ଥିବା ଦରକାର। ଯେଉଁମାନେ ଆପଣଙ୍କର ଲାଙ୍ଗୁଏଜ କ୍ଲାସିକାଲ ଟିଚର, ଯେଉଁଟାକି ଆପଣଙ୍କର ସାଂସ୍କ୍ରିଟ, ଉର୍ଦ୍ଦୁ ଏବଂ ଆପଣଙ୍କର ତେଲୁଗୁ ପାଇଁ ଆବେଦନ କରିବେ, ଯଦି ସେମାନଙ୍କର 7th ଷ୍ଟାଣ୍ଡାର୍ଡ, 8th ଷ୍ଟାଣ୍ଡାର୍ଡ କିମ୍ବା BSc ଓଡ଼ିଶା ଷ୍ଟାଣ୍ଡାର୍ଡର ଓଡ଼ିଆ ଏକ୍ଜାମିନେସନ୍ ଥିବ, ସେମାନଙ୍କୁ ଆଲାଉଡ୍ କରାଯିବ। ଦେଖନ୍ତୁ, କ୍ୱାଲିଫିକେସନ୍ କ'ଣ ଅଛି। ଦେଖନ୍ତୁ, ଏଥିରେ ଆପଣଙ୍କର କେତୋଟି କ୍ୟାଟାଗୋରୀରେ ଏକ୍ଜାମ କରାଯାଏ ନା 2ଟି କ୍ୟାଟାଗୋରୀରେ ଏକ୍ଜାମ କରାଯାଏ। କ୍ୟାଟାଗୋରୀ 1, କ୍ୟାଟାଗୋରୀ 2। କ୍ୟାଟାଗୋରୀ 2 ହେଉଛି ଫିଜିକାଲ ଏଜୁକେସନ୍ ଟିଚର, ଯାହାକୁ ଆମେ PET କୁହନ୍ତି। କ୍ୟାଟାଗୋରୀ 1ରେ ଆପଣଙ୍କର TGT ଆର୍ଟ୍ସ ଆସିବ, TGT PCM CBJET ଏବଂ ହିନ୍ଦୀ, କ୍ଲାସିକାଲ ଟିଚର, ସାଂସ୍କୃତ, ଉର୍ଦ୍ଦୁ, ତେଲୁଗୁ, ये ସମସ୍ତେ କ୍ୟାଟାଗୋରୀ 1ରେ ଆସିବେ। କ୍ୟାଟାଗୋରୀ 2ରେ ଫିଜିକାଲ ଏଜୁକେସନ୍ ଟିଚର ରହିବ। କ୍ୱାଲିଫିକେସନ୍ କ'ଣ ରହିବ, ଯେଉଁମାନେ TGT ଆର୍ଟ୍ସ ପାଇଁ ଆବେଦନ କରିବେ ସେମାନେ କ'ଣ କରିବେ ନା ଆପଣଙ୍କର ବ୍ୟାଚଲର ଡିଗ୍ରୀ BA କିମ୍ବା ଆପଣଙ୍କର BCom କିମ୍ବା ଶାସ୍ତ୍ରୀ କରିଥିବେ ଏବଂ ସେମାନଙ୍କର ଗ୍ରାଜୁଏସନ୍ରେ 50% ଥିବ ଏବଂ ଅନ୍ୟ କ୍ୟାଟାଗୋରୀ ଯେମିତି SC/BC, SC, ST, PW କ୍ୟାଣ୍ଡିଡେଟ୍ସ ପାଇଁ 45% ଥିବ ଏବଂ B.Ed କରିଥିବେ। ସେ ଆପଣଙ୍କର 1 ଇୟର ହେଉ, 2 ଇୟର ହେଉ, ଇଣ୍ଟିଗ୍ରେଟେଡ୍ B.Ed M.Ed ହେଉ, B.Ed କୋର୍ସ କରିଥିଲେ ଆବେଦନ କରିପାରିବେ। ଏହା ସହିତ ଆପଣଙ୍କର କ'ଣ ରହିଛି, ଯେଉଁମାନେ 4 ଇୟର ଇଣ୍ଟିଗ୍ରେଟେଡ୍ B.Ed କରିଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ ଏବଂ ଏହା ସହିତ ଗ୍ରାଜୁଏସନ୍ ଲେଭେଲରେ 2ଟି ସ୍କୁଲ ସବଜେକ୍ଟ ଥିବା ଦରକାର। ସେ ସ୍କୁଲ ସବଜେକ୍ଟ କ'ଣ କ'ଣ ତା ମଧ୍ୟ ଆମେ ଡିସ୍କସନ୍ କରିବା, ଆଦୌ ଅରିଡେଇବା ଆବଶ୍ୟକତା ନାହିଁ। ତାପରେ PCM CBJET, ଯେଉଁମାନେ PCM ଆବେଦନ କରିବେ ସେମାନଙ୍କର PCM ଏବଂ CBJET ବ୍ୟାଚଲର ସାଇନ୍ସ, BTech କିମ୍ବା ଆପଣଙ୍କର ଇଞ୍ଜିନିୟରିଂ କରିଥିଲେ, ତା ସହିତ B.Ed କରିଥିବେ, 2 ଇୟର୍ସ ହେଉ କି 1 ଇୟର ହେଉ କି କିମ୍ବା 4 ଇୟର ଇଣ୍ଟିଗ୍ରେଟେଡ୍ BSc BD ହେଉ, ସେମାନେ ଆଲାଉଡ୍ କରାଯିବ। ଏବଂ ହିନ୍ଦୀ ଟିଚର କେଉଁମାନେ ଆବେଦନ କରିବେ, ଯେଉଁମାନେ ଆପଣଙ୍କର ହିନ୍ଦୀ B.Ed କରିଛନ୍ତି, ଯେଉଁଟାକି ଆମେ କହୁଛନ୍ତି BSD କିମ୍ବା BEd ଇନ୍ ହିନ୍ଦୀ କିମ୍ବା ଆପଣଙ୍କର ଶିକ୍ଷା ପାରଙ୍ଗତ କରିଛନ୍ତି, ସେମାନେ ଆବେଦନ କରିପାରିବେ। ଏବଂ ଏହା ସହିତ ଯେଉଁମାନେ ନର୍ମାଲ BEd କରିଛନ୍ତି ଏବଂ ଗ୍ରାଜୁଏସନ୍ରେ ସେମାନଙ୍କର ହିନ୍ଦୀ ଗୋଟିଏ ସବଜେକ୍ଟ ଅଛି, ସେଇଟା
ଅନର୍ସ ହେଇପାରେ, ଇଲେକ୍ଟିଭ ହେଇପାରେ, ପାସ୍ ହେଇପାରେ କିମ୍ବା ଅପସନାଲ ହେଇପାରେ, ହିନ୍ଦୀ ସବଜେକ୍ଟ ଥିଲେ ସେମାନେ ଆବେଦନ କରିପାରିବେ। ଦେନ୍ ସାଂସ୍କ୍ରିଟରେ ମଧ୍ୟ ସେମ୍ କ୍ୱାଲିଫିକେସନ୍ ରହୁଛି, ସେମାନେ ସାଂସ୍କ୍ରିଟ ଯାହାର ଶିକ୍ଷା ଶାସ୍ତ୍ରୀ କରିଥିଲେ ଆବେଦନ କରିପାରିବେ କିମ୍ବା ନର୍ମାଲ ବିଏଡ୍ କରିଥିବେ କିନ୍ତୁ ସାଂସ୍କ୍ରିଟଟା ଆପଣ ସଂସ୍କୃତଟା ଗ୍ରାଜୁଏସନ୍ ଲେଭେଲର ଗୋଟେ ଅନର୍ସ ଇଲେକ୍ଟିଭ ପାସ୍ ଯେକୌଣସି ସବଜେକ୍ଟ ଥିଲେ ଆପଣ ଆବେଦନ କରିପାରିବେ। ଦେନ୍ କ୍ଲାସିକାଲ ଟିଚର ଉର୍ଦ୍ଦୁ ପାଇଁ ଯେଉଁମାନେ ଆପଣଙ୍କର ଉର୍ଦ୍ଦୁ ବିଏଡ୍ କରିଛନ୍ତି, ବିଏ ପର୍ସନାଲ ଲାଙ୍ଗୁଏଜରେ କରିଛନ୍ତି କିମ୍ବା ନର୍ମାଲ ବିଇଡି କରିଛନ୍ତି କିନ୍ତୁ ସେମାନଙ୍କର ଗ୍ରାଜୁଏସନରେ ଉର୍ଦ୍ଦୁ ସବଜେକ୍ଟ ଅଛି, ସେମାନେ ଆବେଦନ କରିପାରିବେ। କ୍ଲାସିକାଲ ଟିଚର ତେଲୁଗୁ ଯେଉଁମାନେ ଆପଣଙ୍କର ବ୍ୟାଚଲର ଡିଗ୍ରୀ ଆର୍ଟ୍ସରେ କରିଥିବେ, ତେଲୁଗୁ ଗୋଟେ ସବଜେକ୍ଟ ଥିବ ଏବଂ ସେମାନେ ତେଲୁଗୁ ବିଇଡି କରିଥିବେ, ଦେନ୍ ସେମାନେ ଏଲିଜିବୁଲ ହେବେ। ଦେନ୍ ଏହା ସହିତ ଫିଜିକାଲ ଏଜୁକେସନ ଟିଚର ଯେଉଁଟାକୁ ଆମେ ପିଟି କହୁଛନ୍ତି, ସେମାନେ +2 କିମ୍ବା +2 ଇକ୍ୱାଲେଣ୍ଟ ଇନ୍ ଏକ୍ସାମିନେସନ, ସିପେଟ୍, ଡିପେଟ୍, ବିପେଟ୍, ଇମ୍ପେଟ୍ ଏନି ୱାନ୍ କରିଥିଲେ ଆପଣ ଆବେଦନ କରିପାରିବେ। ମନେ ରଖନ୍ତୁ, ଯେଉଁମାନେ ବର୍ତ୍ତମାନ ସମୟରେ ଫାଇନାଲ ଇୟର କଣ୍ଟିନ୍ୟୁ କରୁଛନ୍ତି କିମ୍ବା ଫାଇନାଲ ଇୟର ଏକ୍ସାମ ଏପିୟର କରିଦେଇଛନ୍ତି, ରେଜଲ୍ଟ ଆସିନି, ସେମାନେ ଆବେଦନ କରିପାରିବେ। ଫାର୍ଷ୍ଟ ଇୟର ଯେଉଁମାନେ ପଢ଼ୁଛନ୍ତି ସେମାନେ ଆବେଦନ କରିପାରିବେନି, ଆଡଭର୍ଟାଇଜମେଣ୍ଟରେ ସେମିତି କିଛି ଉଲ୍ଲେଖ ନାହିଁ। ଏବଂ କ୍ୟାଟାଗୋରୀ ଆପଣଙ୍କର କ'ଣ ରହୁଛି ନା, ଏଠିରେ 4ଟି ସେକ୍ସନ ରହୁଛି, ଯେଉଁଟାକି ଆପଣଙ୍କର କମ୍ପଲସରି ସେକ୍ସନରେ କ'ଣ ରହିବ ନା ଆପଣଙ୍କର ଇଂଲିଶ ଓଡ଼ିଆ 20 ମାର୍କ 40 ମାର୍କ ସମସ୍ତଙ୍କ ପାଇଁ କମ୍ପଲସରି ରହିବ। ଦେନ୍ ଆପଣଙ୍କର ପେଡାଗୋଜି ପାର୍ଟଟା ମଧ୍ୟ କ'ଣ ରହିବ ନା ସମସ୍ତଙ୍କ ପାଇଁ କମ୍ପଲସରି ରହିବ ଏବଂ ଅଦର ପାର୍ଟ ଅଲଗା ଅଲଗା ରହିବ। କ୍ୱାଲିଫାଇଂ ମାର୍କ ଯେଉଁ ସମସ୍ତଙ୍କ ମନରେ ରହିଛି, ଦେନ୍ ଯେଉଁମାନେ ରହୁଛନ୍ତି ଆପଣଙ୍କର କ୍ୟାଟାଗୋରୀ କ'ଣ ନା ୟୁଆର୍ରେ ରହୁଛନ୍ତି ସେମାନଙ୍କୁ 45%, ତେବେ 150 ମାର୍କରୁ 68 ମାର୍କ ରଖିବା ପାଇଁ ପଡ଼ିବ। ଯେଉଁମାନେ SC ST PH SCBC ରହୁଛନ୍ତି ସେମାନଙ୍କୁ ଯେଉଁଟାକି ଆପଣଙ୍କୁ 35%, ଯେଉଁଟାକି ଆପଣଙ୍କୁ 53 ମାର୍କ ରଖିବା ପାଇଁ ପଡ଼ିବ 150ରୁ। ଏବଂ ମନେ ରଖନ୍ତୁ ଏଇ ଜଣେ କ୍ୟାଣ୍ଡିଡେଟକୁ କ'ଣ ନା ୱେଷ୍ଟେଡ୍ ସାର୍ଟିଫିକେଟ୍ ଦିଆଯିବ ଏବଂ ଜଣେ କ୍ୟାଣ୍ଡିଡେଟ୍ ତାର ଓଭର ଏଜ୍ ଲିମିଟ୍ ପର୍ଯ୍ୟନ୍ତ ଏଇ ସାର୍ଟିଫିକେଟକୁ ଆପଣଙ୍କର ବ୍ୟବହାର କରିପାରିବେ। ଏଥିରେ ଜଣେ ପିଲା ଯେତେ ଥର ଚାହିଁଲେ ସେତେ ଥର ଦେଇପାରିବ, କିଛି ଅସୁବିଧା ନାହିଁ ୱେଷ୍ଟେଡ୍ ଏକ୍ସାମ ଦେବାରେ। ଯେତେ ଥର ଚାହିଁବ ସେ ସେତେ ଥର ଏପିୟର କରିପାରିବ। ଏବଂ ପ୍ରଥମେ ଆସିଲା ଆମେ ଯେଉଁ ସ୍କୁଲ ସବଜେକ୍ଟ ଦେଖିବା। ସ୍କୁଲ ସବଜେକ୍ଟରେ କ'ଣ ନା ଯେଉଁମାନେ ସିବିଜେଡ୍ ପାଇଁ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ ଏଇ 3ଟି ସବଜେକ୍ଟରୁ ଯେକୌଣସି 2ଟି ଥିବା ଦରକାର। ଯେଉଁମାନେ ପିସିଏମ୍ ପାଇଁ ଆବେଦନ କରିବେ ସେମାନଙ୍କର କେମିଷ୍ଟ୍ରି, ବଟନି, ଜୁଲୋଜି, ବାୟୋଲୋଜି ଏଇ ତା ସହିତ ଲାଇଫ ସାଇନ୍ସକୁ ମଧ୍ୟ ଏଡ୍ କରାଯାଇଛି, କିନ୍ତୁ ଲାଇଫ ସାଇନ୍ସରେ ବର୍ତ୍ତମାନ କୋର୍ଟ କେସ୍ ଚାଲିଛି, ସେଥିପାଇଁ ଏଠି କୋର୍ଟ କେସ୍ର ନମ୍ବର ଲେଖାଯାଇଛି। ଏଇ ଯେଉଁ 4ଟି ସବଜେକ୍ଟ ଯେକୌଣସି 2ଟି ଥିଲେ ଆପଣ ଆବେଦନ କରିପାରିବେ। ଦେନ୍ ଏହା ସହିତ ଆର୍ଟ୍ସ କ୍ୟାଣ୍ଡିଡେଟ୍ ଇଂଲିଶ, ଓଡ଼ିଆ, ହିନ୍ଦୀ, ସଂସ୍କୃତ, ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, इंडियन इकोनॉमी, लैंडमार्क इन इंडियन हिस्ट्री, इंडियन ज्योग्राफी, इंडियन पॉलिटी, कम्युनिकेटिव इंग्लिश, बिजनेस इकोनॉमिक यही सब्जेक्ट थिले आपण आवेदन करें। कॉमर्स पिला जो कम्युनिकेटिव इंग्लिश एवं बिजनेस इकोनॉमिक थिले आवेदन करें, किंतु वर्तमान समय से कोर्ट रे केस चली तार फाइनल हियरिंग आपन को डिपेंड करिवो कौन रहिबो। देखो वर्तमान मुझे देखो एग्जाम रो पैटर्न टोटल आपनकर केते मार्क रहउची, टोटल आपनकर रहिबो 150 मार्क कंपलसरी पार्ट, जोटा कि आपनकर समस्त कैटेगरी एटा टीजीटी आर्ट्स, टीजीटी साइंस, टीजीटी पीसीएम, सीबीजेड समस्त ओडिया 20, इंग्लिश 20 20 20 40 मार्क क्वेश्चन रहिबो। देन आपनकर आर्ट्स पार्ट आसीबो, आर्ट्स रे 60 मार्क से माने आर्ट्स टॉपिक रहिबो। ओडिया रे 15 टी क्वेश्चन 15 मार्क, इंग्लिश रे 15 क्वेश्चन, हिस्ट्री पॉलिटिकल साइंस रे 15 क्वेश्चन, ज्योग्राफी इकोनॉमिक्स रे 15 क्वेश्चन, टोटल 60 मार्क। देन जो माने पीसीएम रहिबे मैथमेटिक्स, फिजिक्स, केमिस्ट्री सबुटार 20 20 मार्क के 60 मार्क क्वेश्चन रहिबो। जो माने सीबीजेड केमिस्ट्री, बॉटनी, जूलॉजी ये तीनोटी सब्जेक्ट रो 20 20 मार्क 60 मार्क रहिबो। क्लासिकल टीचर रे सेमानकर कोन रहिबो संस्कृत रो 60 मार्क, हिंदी रो जो माने हिंदी रहिचंद हिंदी रो 60 मार्क, तेलुगु रो 60 मार्क, देन उर्दू रो 60 मार्क, एटे मध्ये 60 मार्क। एवं आपनकर कंपलसरी पार्ट रहिछि कोउटा सब्जेक्ट आईवी, जोटा कि आपनकर आर्ट्स, पीसीएम, सीबीजेड, हिंदी, संस्कृत समस्त एथि माने रहिबो समान, जोटा कि 50 मार्क रहिबो। तेबे ओडिया इंग्लिश रहिला माने 40 मार्क, देन आपनकर सब्जेक्ट पार्ट रहिला 60 एवं एथि रहिला सीडीपी 50, टोटल आपनकर 150 मार्क रो एग्जामिनेशन करा जिवो।
देन फिजिकल एजुकेशन टीचर मानकर कौन रहिबो फिजिकल एजुकेशन ले आपन 60 मार्क रहिबो तांकर मध्य ओडिया इंग्लिश 20 20 40 रहिबो देन पेडागोजी 50 रहिबो फिजिकल एजुकेशन 60 रहिबो टोटल 150 मार्क रे एग्जामिनेशन करा जिवो एवं एटा आपनकर जो ता सिलेबस रहिछि आपनको हमर ऑफिशियल टेलीग्राम चैनल ओडिशा कम्युनिकेशन ले अवेलेबल हे जिवो सेठी आपन जॉइन करि परिबे एवं गोटे कथा मैं एठी कहि रखिबी बीएससी ओडिशा कंटिन्यू सर्टिफिकेट देछि बट सेठी फॉर्मेट लेखा छि वेस्टेड 2022 फास्ट लेखा है बट यही फॉर्मेट वर्तमान समय बीएससी ओडिशा वेबसाइट रे अवेलेबल अछि देन आप अपेक्षा करें जब फॉर्मेट चेंज कर दिखती ना यही फॉर्मेट रे आवेदन करदेवे देन आपणकर नॉर्मली जो मैंने फिजिकल डिजेबिलिटी अच्छा से एक्स्ट्रा टाइम मिले से ड्राइव मिल देन यापर मुझे आपको गोटे भिड आनिबी जो थे आपको स्टेप बाय स्टेप ऑनलाइन किपर आवेदन करेंगे कहि आज ये पुणी देखा गोटे नेक्स्ट दमदार अपडेट रे से पर्यंत विदाय नवा जय जगन्नाथ जय ओडिशा थैंक यू।